ଜୟ ଜଗନ୍ନାଥ ସାଇନା ଓଡ଼ିଆ ଟେକ୍କୁ ଆପଣମାନଙ୍କୁ ସ୍ୱାଗତ। ଦର୍ଶକ ବନ୍ଧୁ, ଆମେ ନଜର ପକାଇବା ଯେ ବର୍ତ୍ତମାନ ଆଜିଠାରୁ ସ୍ୱୟଂ ଯୋଜନାରେ ବର୍ତ୍ତମାନ ଆବେଦନ ଆରମ୍ଭ ହୋଇଛି। ଏଥିରେ ଆପଣମାନେ ସ୍ୱୟଂ ଯୋଜନା ଆପ୍ଲାଏ କରିବା ପୂର୍ବରୁ ଆପଣମାନଙ୍କୁ ମୁଁ ସମ୍ପୂର୍ଣ୍ଣ ବିବରଣୀ କହିବି। ତା ସହିତ ଏଠି କିପରି ଆପଣ ଷ୍ଟେପ୍ ବାଇ ଷ୍ଟେପ୍ ଆବେଦନ କରିବେ ଏବଂ ଏଠି କେଉଁମାନେ ଆବେଦନ କରିପାରିବେ। ତା ସହିତ ସ୍ୱୟଂ ଯୋଜନା ଆପ୍ଲାଏ କରିବା ପୂର୍ବରୁ ଏଠି କ'ଣ ଡକୁମେଣ୍ଟ ରହିବା ଦରକାର ଏବଂ ଏହି ଯୋଜନା ମାଧ୍ୟମରେ ବା ଏହି ଯୋଜନା ପାଇବା ପାଇଁ ଯୋଗ୍ୟତା କ'ଣ ଏବଂ ଏଠାରେ ଆପଣମାନଙ୍କୁ ମୁଁ ସମ୍ପୂର୍ଣ୍ଣ ରୂପେ କହିବି ଏବଂ ଆପଣମାନେ ନିଜ ମୋବାଇଲ ଫୋନ୍ରେ କିପରି ଏହାକୁ ଆବେଦନ କରିବେ। ତା ପୂର୍ବରୁ ଆମେ ଟିକେ ନଜର ପକାଇବା। ଦେଖନ୍ତୁ, ଯଦି ଆପଣମାନେ ଏହି ଯୋଜନା ମାଧ୍ୟମରେ ଆବେଦନ କରୁଛନ୍ତି ତାହେଲେ ଦେଖନ୍ତୁ, ଏଥିରେ ଯେକୌଣସି ଉଦ୍ୟୋଗୀ, ଯୁବ ଉଦ୍ୟୋଗୀ, ନୂଆ କିମ୍ବା ଚାଲୁ ରହିଥିବା ବ୍ୟବସାୟ ବଢ଼ାଇବା ପାଇଁ ଏଠି ବିନା ସୁଧରେ 1,00,000 ଟଙ୍କା ପର୍ଯ୍ୟନ୍ତ ଏଠି ରାଜ୍ୟ ସରକାର ସ୍ୱୟଂ ଯୋଜନାରେ ଋଣ ପ୍ରଦାନ କରିବେ। ତା ସହିତ ଏଠି ଋଣର ସମସ୍ତ ସୁଧହାର ଏଠି ରାଜ୍ୟ ସରକାର ବହନ କରିବେ। ଆପଣଙ୍କୁ ବିନା ସୁଧରେ ମିଳିବ ଏଠି। ତେଣୁ ଯଦି ଆପଣ ସ୍ୱୟଂ ଯୋଜନାରେ 1,00,000 ଟଙ୍କା ଆପ୍ଲାଏ କରୁଛୁ ବା ଆବେଦନ କରୁଛନ୍ତି, କେବଳ ଆପଣମାନଙ୍କୁ ମାତ୍ର 5% ଏଠି ବା 1,00,000 ଟଙ୍କାର 5% ଆପଣମାନେ ବ୍ୟାଙ୍କରେ ଜମା ରଖିବେ। ତା ସହିତ ଆପଣମାନଙ୍କୁ ଯେକୌଣସି ଆପଣମାନେ ଯେଉଁ ବ୍ୟାଙ୍କରୁ ଋଣ ଆଣିବେ ସେଠି ଆପଣମାନଙ୍କ ପାଇଁ କୌଣସି ମର୍ଟଗେଜ୍ ରଖିବେ ନାହିଁ, ବନ୍ଧକ ରଖିବେ ନାହିଁ। ତା ସହିତ ଆପଣ ପ୍ରୋସେସିଂ ଫିସ୍ ମଧ୍ୟ ଦେବେ ନାହିଁ ଏବଂ ଋଣ ପରିଶୋଧର ସମୟ ହେଉଛି 4 ବର୍ଷ। ଆପଣମାନେ 4 ବର୍ଷରେ ମଧ୍ୟରେ ଏହାକୁ ଋଣ ସୁଧକୁ ସୁଝିବେ। ତା ସହିତ ଏ ଯେଉଁ ବ୍ୟାଙ୍କ ନିୟମ ଅନୁଯାୟୀ ଏ ଯେଉଁ ଋଣ ବ୍ୟବଧାନର ପରିଶୋଧ ବ୍ୟବଧାନ ହେଉଛି 3 ରୁ 6 ମାସ ବ୍ୟବଧାନ ରହିବ। ଇଏ ଥିଲା ଯୋଜନାର ସମ୍ପୂର୍ଣ୍ଣ ବିବରଣୀ। ତାପରେ ଦେଖିବା ଆମେ, ଦେଖନ୍ତୁ ଏଠି କ'ଣ ଆବଶ୍ୟକ ପ୍ରମାଣପତ୍ର ରହିଛି। ଏଠି ଆପଣ ଦେଖନ୍ତୁ, ଗୋଟେ ପାସପୋର୍ଟ ସାଇଜ୍ର ଫଟୋଗ୍ରାଫ ଏଠି, ତା ସହିତ ବୟସ ପ୍ରମାଣପତ୍ର में ଆଧାର କାର୍ଡ଼ କିମ୍ବା ଭୋଟର ପରିଚୟ ପତ୍ର କିମ୍ବା ପ୍ୟାନ୍ କାର୍ଡ଼ କିମ୍ବା ଆପଣ 10th ବୋର୍ଡ଼ ସାର୍ଟିଫିକେଟ୍ ହେଉ କିମ୍ବା ଏଠି ଆପଣ ଦେଖିବେ ଜନ୍ମ ପ୍ରମାଣପତ୍ର। ତା ସହିତ ଆପଣମାନଙ୍କର ରେସିଡେନ୍ସ ସାର୍ଟିଫିକେଟ୍ ଇଏ ନିହାତି ଦରକାର ଗୋଟେ। ଏବଂ ଆପଣମାନେ ଦେଖିବେ ଯେ ଆପଣ ଇନକମ୍ ସାର୍ଟିଫିକେଟ୍ କିମ୍ବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ଼ ଥିବା ଆବଶ୍ୟକ କିମ୍ବା କାଳିଆ ଯୋଜନା, ଏ ସମସ୍ତ ଆପଣମାନେ ଡକୁମେଣ୍ଟ ନିହାତି ଦରକାର ପଡ଼ିବେ। ତା ସହିତ ଉଦ୍ୟମ ରେଜିଷ୍ଟ୍ରେସନ୍, ଆପଣମାନେ ଉଦ୍ୟମ ରେଜିଷ୍ଟ୍ରେସନ୍ ନମ୍ବର ନିହାତି ଦରକାର। ତା ସହିତ ଜାତି ପ୍ରମାଣପତ୍ର, ଆପଣ କେଉଁ ଜାତି ବା କ୍ୟାଷ୍ଟ ଏଠି ସାର୍ଟିଫିକେଟ୍ ଏବଂ ଯଦି ଆପଣମାନେ ଯେଉଁମାନେ କିନ୍ନରମାନେ ଆପ୍ଲାଏ କରୁଛନ୍ତି ଏଠି କିନ୍ନରମାନଙ୍କ ଦ୍ୱାରା ହେଇଥିବା ସାର୍ଟିଫିକେଟ୍ ନିହାତି ଦରକାର। ଆଉ ନଜର ପକାନ୍ତୁ ଯେ କେଉଁମାନେ ସ୍ୱୟଂ ଯୋଜନାରେ ପଇସା ପାଇବେ, ଟଙ୍କା ପାଇବେ। ଦେଖନ୍ତୁ ଏଠି ଯେ ବୟସ ହେଉଛି 18 ରୁ 35 ବର୍ଷ ପର୍ଯ୍ୟନ୍ତ ସମସ୍ତ ଯୁବକ ଯୁବତୀ ସ୍ୱୟଂ ଯୋଜନା ମାଧ୍ୟମରେ ପଇସା ପାଇପାରିବେ। ତା ସହିତ ଏଠି ଯେଉଁମାନେ ଅନୁସୂଚିତ ଜାତି ବା SC/ST ମାନେ ବିଭିନ୍ନ କ୍ଷେତ୍ର ବା କିନ୍ନରମାନେ ଏଥିପାଇଁ ବୟସ ସୀମା 40କୁ ବୃଦ୍ଧି ଅଛି। ଏବଂ ଯେଉଁମାନେ କାଳିଆ ହିତାଧିକାରୀ କିମ୍ବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏମାନେ ସମସ୍ତ ହୋଇଥିବେ ଏବଂ କିମ୍ବା ଗ୍ରାମାଞ୍ଚଳର ଲୋକମାନଙ୍କ ରୋଜଗାର 2,00,000 ଟଙ୍କାରୁ କମ୍ ଏବଂ ସହରାଞ୍ଚଳର ଲୋକମାନଙ୍କ ଇନକମ୍ 3,00,000ରୁ କମ୍ ହୋଇଥିବା ଆବଶ୍ୟକ। ଏବଂ ଆପଣମାନେ ଉଦ୍ୟମରେ ବା ଉଦ୍ୟମ ଯୋଜନାରେ ଆପଣମାନେ ରେଜିଷ୍ଟ୍ରେସନ୍ କରିଥିବା ନିହାତି ଦରକାର। ଏତିକି ଆପଣ ଡକୁମେଣ୍ଟ ଏକାଠି କଲା ପରେ ଆପଣମାନେ କ'ଣ କରିବେ ନା, ଆପଣମାନେ ନିଜ ମୋବାଇଲ ଫୋନ୍ରେ ହେଉ କିମ୍ବା ଆପଣ ଗ୍ରାହକ ସେବା କେନ୍ଦ୍ର ଯେଉଁଠି ବି ଆପଣ ଯାଇକି ଏଠି ଆବେଦନ କରିପାରିବେ। ଯଦି ଆପଣମାନେ ନିଜ ମୋବାଇଲ ଫୋନ୍ରେ ଆବେଦନ କରିବାକୁ ଚାହୁଁଛନ୍ତି ତାହେଲେ swayam.gov.odisha.gov.in ଆପଣ ଆବେଦନ କରିବେ। ତା ସହିତ ଏଥିରେ ଆବେଦନକାରୀ ଆପଣମାନେ ଯେଉଁ ବ୍ୟାଙ୍କରୁ ଚାହିଁବେ ଆପଣମାନେ ସେଇ ବ୍ୟାଙ୍କରୁ ଏହି ସ୍ୱୟଂ ମାଧ୍ୟମରେ ବା ସ୍ୱୟଂ ଯୋଜନା ମାଧ୍ୟମରେ ଲୋନ୍ ନେଇପାରିବେ। ତ ଆପଣମାନେ କିପରି ଆବେଦନ କରିବେ ମୁଁ ଆପଣଙ୍କୁ ଷ୍ଟେପ୍ ବାଇ ଷ୍ଟେପ୍ କହିବି। ଚାଲନ୍ତୁ ଦେଖିବା ମୋ ପଛରେ ଆପଣ ନିଜ ମୋବାଇଲ ଫୋନ୍ରେ କିପରି ଆପଣ ସ୍ୱୟଂ ଯୋଜନାରେ ଆପଣ ଷ୍ଟେପ୍ ବାଇ ଷ୍ଟେପ୍ ଏଠି ଆପ୍ଲାଏ କରିବେ। ଚାଲନ୍ତୁ ଦେଖିବା। ଆପଣମାନେ ନିଜ ମୋବାଇଲ ଫୋନ୍ର ଏଠି କ୍ରୋମ୍ ବ୍ରାଉଜର ଅନ୍ କରିବେ। ତାପରେ ଦେଖନ୍ତୁ ଏଠି ସର୍ଚ୍ଚ ଅପସନ୍ରେ ଆପଣ ଏଠି କରିବେ swayam.odisha.gov.in ଆପଣ ସର୍ଚ୍ଚ କରିବେ। ଦେଖନ୍ତୁ ସର୍ଚ୍ଚ କଲା ପରେ ଆଉ ଗୋଟେ ହୋମ୍ ପେଜ୍ଟି ଆସିବ। ଏହିପରି ଗୋଟେ ହୋମ୍ ପେଜ୍ ଆସିଲା। ଦେଖନ୍ତୁ ଆପଣ ତଳକୁ ସ୍କ୍ରଲ୍ କରିବେ। ଏଥିରେ ଆପଣମାନେ କିପରି ରେଜିଷ୍ଟ୍ରେସନ୍ କରିବେ ମୁଁ ଆପଣମାନଙ୍କୁ କହିବି। ଦେଖନ୍ତୁ ଆପଣଙ୍କ ଉପର ଦେଖାନ୍ତୁ ଏଠି ରେଜିଷ୍ଟ୍ରେସନ୍ ଅପସନ୍ ଅଛି, ଆପଣ ଏଠି କ୍ଲିକ୍ କରିବେ। ଏହିପରି ଗୋଟେ ଫର୍ମ ଆସିବ। ତାପରେ ଆପଣମାନେ କ'ଣ କରିବେ, ଆପଣ ଯେଉଁ ଅଞ୍ଚଳର ଏଠି ସହର ହେଉ
ଏଠୁ ଗ୍ରାମାଞ୍ଚଳ ଯଦି ଆପଣ ଏଠି ଆମେ ଗ୍ରାମାଞ୍ଚଳ ଲୋକ ଏଠି ଗ୍ରାମାଞ୍ଚଳ ଆପ୍ଲାଏ କରିବେ ଯଦି ଆପଣ ସହରାଞ୍ଚଳ ହେଉଛି ସହରାଞ୍ଚଳ ଏଠି ଆପ୍ଲାଏ କରିବେ। ତାପରେ ଆପଣମାନେ କେଉଁ ଜିଲ୍ଲା ଏଠି ଆପଣମାନେ ଜିଲ୍ଲା ଏଠି ଚୁଜ୍ କରିବେ। ମୁଁ ଏଠି ଗଜପତି ଚୁଜ୍ କଲି ତା ସହିତ ଆପଣମାନଙ୍କ ଏଠି ବ୍ଲକ୍ ବା ଏଠି କେଉଁ ବ୍ଲକ୍ ରହିଛି ଆପଣମାନେ କ'ଣ କରିବେ ନା ଏଠି ନିଜ ବ୍ଲକ୍କୁ ଏଠି ଚୁଜ୍ କରିବେ। ତାପରେ ଦେଖନ୍ତୁ ଏଠି ଗ୍ରାମ ପଞ୍ଚାୟତ ତାପରେ ଆପଣ କ'ଣ କରିବେ ନା ଆପଣ ଏଠି ତାପରେ ଆପଣ ଭିଲେଜ୍ ଲିଷ୍ଟରେ ଆପଣ ଆସିବ ଏବଂ ଏଠି ଆପଣଙ୍କର ପିନ୍କୋଡ଼୍ ଦେବେ। ତାପରେ ଆପଣମାନେ କ'ଣ କରିବେ ନା ଏଠି ଯଦି ଆପଣ ଯାହା ନାଁରେ ଆବେଦନ କରୁଛନ୍ତି ଏଠି ତାଙ୍କ ସ୍ୱାମୀ ବା ପିତାଙ୍କ ନାମ ଏଠି ତାପରେ ଏଠି କ'ଣ କରିବେ ନା ମାତାଙ୍କ ନାମ ତାପରେ ଆପଣ କ'ଣ କରିବେ ନା ବୈବାହିକ ଲିଙ୍ଗ ଆପଣ ଏଠି ଲିଙ୍ଗ ପରିବାର ଚେଞ୍ଜ କରି ତାପରେ କ'ଣ କରିବେ ନା ବୈବାହିକ ସ୍ଥିତି ଆପଣ ଯଦି ବିବାହିତ ତାପରେ ଆପଣମାନେ କେଉଁ ବର୍ଗର ଏଠି ଆପଣ କ୍ଲିକ୍ କରିବେ। ଆପଣ ଦେଖନ୍ତୁ ଯଦି ଆପଣ ଭିନ୍ନକ୍ଷମ ଏଠି ହଁ କରିବେ ବା କେଉଁ ବର୍ଗରେ ଆପଣ ଏଠି ଚୁଜ୍ କରିବେ SC SC ST OBC ଜେନେରାଲ ତାପରେ ଆପଣ କ'ଣ କରିବେ ନା ଏଠି ଆଧାର କାର୍ଡ଼ ଅନୁସାରେ ଏଠି ଜନ୍ମ ତାରିଖ ବୟସ ଏବଂ ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ନିହାତି ଏଠି ମ୍ୟାଣ୍ଡେଟୋରୀ। ତାପରେ କ'ଣ କରିବେ ଯଦି ଆପଣମାନଙ୍କର ଉଦ୍ୟମ ରେଜିଷ୍ଟ୍ରେସନ୍ ଆସିଷ୍ଟାଣ୍ଟ ନମ୍ବର ରହିଛି ଆପଣ ଏଠି ନିହାତି ଦେବେ ତା ସହିତ ଆମର ଇମେଲ୍ ID ଏ ସମସ୍ତ ଫିଲ୍ଅପ୍ କଲାପରେ ଆପଣ କ'ଣ କରିବେ ନା ଏଠି ଗୋଟେ ସବମିଟ୍ ଅପସନ୍ ଅଛି ଏ ସବମିଟ୍ ଅପସନ୍ କଲାପରେ ଆପଣଙ୍କୁ ଗୋଟେ ରେଜିଷ୍ଟ୍ରେସନ୍ ନମ୍ବର ଆସିବ ତାପରେ ଆପଣ ରେଜିଷ୍ଟ୍ରେସନ୍ ନମ୍ବର କରିକି ଆପଣ କ'ଣ କରିବେ ଲଗ୍ଇନ୍ କରିବେ। ତାପରେ ଆପଣମାନେ ଆପଣ ରେଜିଷ୍ଟ୍ରେସନ୍ ନମ୍ବର ପାଇଲା ପରେ ଆପଣମାନେ କ'ଣ କରିବେ ନା ଏଠି ଦେଖନ୍ତୁ ଗୋଟେ ଲଗ୍ଇନ୍ ଅପସନ୍ ରହିଛି ଏଠି ଲଗ୍ଇନ୍ ଅପସନ୍କୁ ଆପଣମାନେ କ୍ଲିକ୍ କରିବେ ଦେଖନ୍ତୁ ତାପରେ ଦେଖନ୍ତୁ ଏଠି ଏହିପରି ଗୋଟେ ଇଣ୍ଟରଫେସ୍ ଆସିବ ତାପରେ ଆପଣମାନେ କ'ଣ କରିବେ ନା ଏଠି ଆପ୍ଲିକାଣ୍ଟ ଷ୍ଟେଟ୍ ଲଗ୍ଇନ୍ ଆପଣ ଆପ୍ଲିକାଣ୍ଟ ଏଠି ଆପ୍ଲିକାଣ୍ଟ ଉପରେ କ୍ଲିକ୍ କରିବେ। ତେଣୁ ଆପଣମାନେ ଯେଉଁ ଆବେଦନ କରିଥିବା ବା କେତେ ଦୂର ପ୍ରୋସେସିଂ ହେଇଛି ତାର ଡିଟେଲ୍ ଜାଣିବା ପାଇଁ ଆପଣମାନେ କ'ଣ କରିବେ ଏଠି ନିଜର ମୋବାଇଲ ନମ୍ବର ହେଉ ନହେଲେ ଏଠି ଆଧାର ନମ୍ବର ଏଠି ଆପଣ ଆଧାର ନମ୍ବର ଦେବେ ତାପରେ ଆପଣ କ'ଣ କରିବେ ଏଠି ଲଗ୍ଇନ୍ କରିବେ ଲଗ୍ଇନ୍ କରିକି ଆପଣ ଷ୍ଟେପ୍ ବାଇ ଷ୍ଟେପ୍ ଏଠି ଆବେଦନ କରିବେ। ଆପଣମାନେ ଆବେଦନ କରିବା ପରେ ତାପରେ ଦେଖନ୍ତୁ ଆପଣଙ୍କର ଦରଖାସ୍ତର ସ୍ଥିତି କ'ଣ ରହିଛି ଏଠି ଆପଣ ଆଧାର ନମ୍ବର ଦେଇକି ଏଠି ସବମିଟ୍ ଅପସନ୍ ଦେଲେ ଆପଣମାନେ ଡିଟେଲ୍ସରେ ଦେଖିପାରିବେ ଯେ ଆପଣଙ୍କ ଆପ୍ଲିକେସନ୍ କେତେ ଦୂର ଆଗେଇଛି।